ବାର 2025 ସକାଳର ମୁଖ୍ୟ ଖବରକୁ ସତ୍ୟପାଠରେ ସ୍ୱାଗତ। ଆସନ୍ତୁ ନଜର ପକାଇବା 30ଟି ବଡ଼ ଖବର ଉପରେ। ଅପରେସନ ସିନ୍ଦୁର ପରେ ପାକିସ୍ତାନର କୌଣସି ପ୍ରକାର ହରକତର ଜବାବ ପାଇଁ ପୁରା ପ୍ରସ୍ତୁତ ଅଛୁ, କହିଲା ଭାରତ। ଭାରତୀୟ ସଶସ୍ତ୍ର ବଳ ପାକିସ୍ତାନର କୌଣସି ପ୍ରକାର ହରକତର ଜବାବ ଦେବା ପାଇଁ ପ୍ରସ୍ତୁତ ଥିବା ଭାରତ ସାମ୍ବାଦିକ ସମ୍ମିଳନୀରେ କହିଛି। ଅପରେସନ ସିନ୍ଦୁର ଯୋଗେ ଭାରତ ପାକିସ୍ତାନ ଓ ପିଓକେର 9ଗୋଟି ଠିକଣା ଉପରେ ହମଲା କରି ଧ୍ୱଂସ କରିଛି। ଭାରତ ପକ୍ଷରୁ କୁହାଯାଇଛି ଯେ ଆତଙ୍କବାଦର ମୂଳୋତ୍ପାଟନ ପାଇଁ ସେନା ପକ୍ଷରୁ ଏହା ଏକ ସନ୍ତୁଳିତ କାର୍ଯ୍ୟାନୁଷ୍ଠାନ ଥିଲା। ୱିଙ୍ଗ କମାଣ୍ଡର ବ୍ୟୋମିକା ଏବଂ କର୍ଣ୍ଣେଲ ସୋଫିଆ କ୍ୟୁରେସି ଏହି ସୂଚନା ଦେଇଛନ୍ତି। ପାକ୍ ଆତଙ୍କୀ ଠିକଣା ଉପରେ ଆକ୍ରମଣର ନାଁ ଅପରେସନ ସିନ୍ଦୁର କାହିଁକି? ସେଦିନ ପହଲଗାମରେ ମହିଳାଙ୍କ ସାମ୍ନାରେ ପୁରୁଷଙ୍କର ଧର୍ମ ପଚାରି ପଚାରି ଗୁଳି ପାନିଥିବେ ପାକ୍ ପ୍ରାୟୋଜିତ ଆତଙ୍କବାଦୀ। ମହିଳାଙ୍କ ମଥାରୁ ସିନ୍ଦୁର ଲିଭାଇ ମୁହଁରୁ ହସ ଛଡ଼ାଇ ନେଇଥିଲେ। ଆଖିରେ ଆଖିଏ ଲୁହ ଦେଇଯାଇଥିଲେ। ପ୍ରତିରକ୍ଷା ବିଶେଷଜ୍ଞଙ୍କ କହିବା କଥା ହେଲା, ସେହି ମହିଳାଙ୍କ ଆଖିରୁ ଲୁହ ପୋଛିବା ପାଇଁ ଅପରେସନ ସିନ୍ଦୁର ନାଁକୁ ଚୟନ କରିଛି ଭାରତ। ପିଓକେର 5 ଓ ପାକିସ୍ତାନର 4 ଠିକଣାକୁ ଟାର୍ଗେଟ କରି ଆତଙ୍କୀଙ୍କ ଅଣ୍ଟା ଭାଙ୍ଗି ଦେଇଛି ଭାରତ। ଅପରେସନ ସିନ୍ଦୁରର ଭିଡିଓ ଜାରି କଲା ଭାରତୀୟ ସେନା। ଭାରତୀୟ ସେନା ଅପରେସନ ସିନ୍ଦୁର ଯୋଗେ ପାକିସ୍ତାନ ଏବଂ ପିଓକେରେ ହୋଇଥିବା ହମଲା ବେଳର ଭିଡିଓ ସେୟାର କରିଛି। ସେନା ପକ୍ଷରୁ କୁହାଯାଇଛି ଯେ ଏହି ହମଲାର ପ୍ରଥମ ଟାର୍ଗେଟ କୋଟଲି ସ୍ଥିତ ଆବାସ ଆତଙ୍କୀ କ୍ୟାମ୍ପ ହୋଇଥିବା ବେଳେ ଏହାକୁ ରାତି 1:04 ଧ୍ୱଂସ କରାଯାଇଥିଲା। ଏଥିସହ ଦ୍ୱିତୀୟ ଟାର୍ଗେଟ କୋଟଲିର ଗୁଲପୁର ଆତଙ୍କୀ କ୍ୟାମ୍ପ ହୋଇଥିବା ବେଳେ ଏହାକୁ 1:08 ଧ୍ୱଂସ କରାଯାଇଥିଲା। ଏଥିରେ ଆତଙ୍କୀଙ୍କର 9ଗୋଟି ଆଡ୍ଡାକୁ ଧ୍ୱଂସ କରାଯାଇଛି। ଟେଷ୍ଟ କ୍ରିକେଟରୁ ଅବସର ନେଲେ ରୋହିତ ଶର୍ମା। ରୋହିତ ଶର୍ମା ବୁଧବାର ଟେଷ୍ଟ କ୍ରିକେଟରୁ ଅବସର ନେଇଥିବା ଘୋଷଣା କରିଛନ୍ତି। ଏନେଇ ସେ ଇନଷ୍ଟାଗ୍ରାମରେ ଷ୍ଟୋରିରେ ସୂଚନା ଦେଇ ଲେଖିଛନ୍ତି ଯେ ଧଳା ରଙ୍ଗର ମୋ ଦେଶକୁ ପ୍ରତିନିଧିତ୍ୱ କରିବା ସମ୍ପୂର୍ଣ୍ଣର ସମ୍ମାନର କଥା। ସେହିପରି ସେ ଲେଖିଛନ୍ତି ଯେ ବର୍ଷ ବର୍ଷ ଧରି ଆପଣମାନଙ୍କର ପ୍ରେମ ଓ ସମର୍ଥନ ପାଇଁ ଧନ୍ୟବାଦ। ମୁଁ ଓଡିଆଇ ଫର୍ମାଟରେ ଭାରତକୁ ପ୍ରତିନିଧିତ୍ୱ କରିବି। ସୂଚନା ଥାଉ କି ରୋହିତ ଭାରତର 67ଟି ଟେଷ୍ଟ ମ୍ୟାଚ୍ ଖେଳିଥିବା ବେଳେ 4301 ରନ୍ କରିଛନ୍ତି। ଦୀଘା ଜଗନ୍ନାଥ ମନ୍ଦିର ବିବାଦ ପ୍ରସଙ୍ଗରେ ମମତା ବାନାର୍ଜୀଙ୍କ ଉପରେ ବର୍ଷିଲେ ଜଗତଗୁରୁ ଶଙ୍କରାଚାର୍ଯ୍ୟ। ଦୀଘା ଜଗନ୍ନାଥ ମନ୍ଦିର ବିବାଦ ପ୍ରସଙ୍ଗରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ବର୍ଷିଛନ୍ତି ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ। ପୂର୍ବରୁ ଏଭଳି ଚକ୍ରାନ୍ତ ହୋଇଥିବା ଅଭିଯୋଗ ଆଣିଥିବା ସହ ମନ୍ଦିର ପ୍ରତିଷ୍ଠାର ମୁଖ୍ୟ କାରଣ ଓ ଅର୍ଥ ଖୋଲି କହିଛନ୍ତି। ଜଗତଗୁରୁ ଆହୁରି ମଧ୍ୟ କହିଛନ୍ତି ଯେ ପୁରୀ ପର୍ଯ୍ୟଟନକୁ ପ୍ରଭାବିତ କରିବା ପାଇଁ ଏଭଳି ହୋଇଛି। ମହାପ୍ରଭୁଙ୍କୁ ପ୍ରଥମେ ବ୍ରହ୍ମା ପ୍ରତିଷ୍ଠା କରିଥିଲେ। ଭାବାବେଗ ସହ ଖେଳ ଖେଳନି। ପ୍ରସ୍ତାବକୁ ମଞ୍ଜୁରୀ ଦେଲା ରାଜ୍ୟ କ୍ୟାବିନେଟ। 1000 କୋଟି ବ୍ୟୟରେ ହେବ 500 କିଲୋମିଟର ରାସ୍ତା ନିର୍ମାଣ। ଆଜି ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ 5ଟି ବିଭାଗର 8 ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାକୁ କ୍ୟାବିନେଟ ମଞ୍ଜୁରୀ ମିଳିଥିବାରୁ 1000 କୋଟି ବ୍ୟୟରେ 500 କିଲୋମିଟର ନୂତନ ରାସ୍ତା ନିର୍ମାଣ ହେବ ବୋଲି ସୂଚନା ମିଳିଛି। ସେହିପରି ବିପର୍ଯ୍ୟୟ ପ୍ରତିରୋଧକ ସଡ଼କ ଯୋଜନା ଓ ନିର୍ବାଚନ ମଣ୍ଡଳୀ ଅର୍ଥ ବ୍ୟବସ୍ଥା ଯୋଜନା ପାଇଁ କିଛି ନୂତନ ଯୋଜନାକୁ ମଞ୍ଜୁରୀ ଦେଇଛି ରାଜ୍ୟ କ୍ୟାବିନେଟ। ରାୟଗଡ଼ାରେ ବନ୍ଦେ ଭାରତ ଟ୍ରେନ୍ ଉପରେ ଟେକା ମାଡ଼, ଫାଟିଲା ଝରକା କାଚ। ରାୟଗଡ଼ା ରେଳ ଷ୍ଟେସନ ନିକଟବର୍ତ୍ତୀ ଲାଡ଼ା ଷ୍ଟେସନଠାରେ ବିଶାଖାପାଟଣାଠାରୁ ରାୟପୁର ଯାଉଥିବା ବନ୍ଦେ ଭାରତ ଟ୍ରେନ୍କୁ ଟେକା ମାଡ଼ ହୋଇଛି। ବୁଧବାର ସନ୍ଧ୍ୟାରେ ହୋଇଥିବା ଏହି ଟ୍ରେନ୍ ଟେକା ମାଡ଼ରେ ଟ୍ରେନ୍ର 1729 ଓ 1731 ନମ୍ବର କୋଚ୍ର ଝରକା କାଚରେ ଫାଟ ଦେଖିବାକୁ ମିଳିଛି। ଏନେଇ ବନ୍ଦେ ଭାରତ କର୍ମଚାରୀ ଆର୍ପିଏଫ୍କୁ ଅବଗତ କରିଛନ୍ତି। ତେବେ ରେଳବାଇ କର୍ତ୍ତୃପକ୍ଷଙ୍କ ନିକଟରେ କୌଣସି ସୂଚନା ନାହିଁ ଓ ଟ୍ରେନ୍ର କର୍ମଚାରୀ ଅଭିଯୋଗ ପରେ ତଦନ୍ତ ହେବ ବୋଲି ଷ୍ଟେସନ ମ୍ୟାନେଜର ପ୍ରକାଶ କରିଛନ୍ତି। ଅପରେସନ ସିନ୍ଦୁର ପରେ ଲାଇଭ୍ ଟିଭି ଶୋରେ କାନ୍ଦିଲେ ପାକିସ୍ତାନୀ ନ୍ୟୁଜ୍ ଆଙ୍କର। ଭାରତ ଅପରେସନ ସିନ୍ଦୁର ପରେ ଜଣେ ପାକିସ୍ତାନୀ ନ୍ୟୁଜ୍ ଆଙ୍କର ଲାଇଭ୍ ଟିଭି ଶୋରେ କାନ୍ଦିବାର ଭିଡିଓ ଭାଇରାଲ ହୋଇଛି। ତେବେ ଏହା ବର୍ତ୍ତମାନ ଭିଡିଓ କିମ୍ବା ପୁରୁଣା ସେ ନେଇ ସ୍ପଷ୍ଟ ହୋଇନି। ଆଙ୍କର ଜଣକ କାନ୍ଦି କାନ୍ଦି ମୃତକଙ୍କ ଆତ୍ମାର ସଦ୍ଗତି ପାଇଁ ଆଲ୍ଲାଙ୍କ ନିକଟରେ ପ୍ରାର୍ଥନା କରୁଥିବା ଦେଖିବାକୁ ମିଳିଛି। ଜଣେ ୟୁଜର ଏହା ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି, ଓ କି ଚମତ୍କାର ଅଭିନୟ, ପାକିସ୍ତାନ ଟିଭି ସିରିଏଲରେ ରୋଲ ମିଳିଯିବ। ପାକିସ୍ତାନର ଆତଙ୍କୀ ଆଡ୍ଡାରେ ଭାରତ ଆକ୍ରମଣ ନେଇ ଏପର୍ଯ୍ୟନ୍ତ କଣ ସବୁ ଜଣାପଡିଛି? ପହଲଗାମ ଆତଙ୍କୀ ହମଲାର ଜବାବ ଦେବାକୁ ଯାଇ ଭାରତ 6-7 ମେ ରାତି 1:04 ଅପରେସନ ସିନ୍ଦୁର ଆରମ୍ଭ କରିଥିଲା।
भारत भूमि होइतिबा एही आक्रमण रे पीओकर 5 और पाकिस्तान 4टी ठिकाना को टार्गेट करा जायतिला। एही ठिकाना गुड़िक मध्य जैशे मोहम्मद लश्कर ए तोयबा मुख्यालय मध्य शामिल थिला। ऑपरेशन पाई भारतर स्थल सेना नौसेना और वायुसेनार सठिक ठिकाना को टार्गेट करि पारुथिबा प्रिसिजन स्ट्राइकिंग वेपन सिस्टम को व्यवहार करा जायतिला। जम्मू काश्मीर एलओसी पाकिस्तान गुड़ीमाड़ में 3 जन नागरिक मृत कहला भारतीय सेना। भारतीय सेना कही पाकिस्तानी सेना मे 6-7 राति गुड़ी जम्मू काश्मीर एलओसी और अंतर्जातीय सीमार गुड़ीमाड़ करथिला। एही गुड़ीमाड़ में 3 जन निरीह नागरिक जीवन जाइछि और सेना यार दृढ़ जवाब देउछि। सूचना थाउ कि भारत अर्धरात्रि पाकिस्तान और पीएकर 9टी आतंकी अड्डा उपरे आक्रमण करिछि। पहलगाम आतंकी हमलार प्रतिशोध नेबाकु जाई भारत ऑपरेशन सिंदूर आरंभ करी यार जवाब देछि। सिंदूर को नहीं प्रतिक्रिया देले सीएम मोहन माझी कहले आमे सेनार साहस को नमन करूछु। भारत ऑपरेशन सिंदूर अधीन रे पहलगामर प्रतिशोध नेबा पई मुख्यमंत्री मोहन चरण माझी प्रतिक्रिया रखिछन्ति। से कहिछन्ति आम संस्कृति रे सिंदूर केवल परंपरा नुहे, यह त्याग और संकल्पर प्रतीक। एही भावना आम सैनिकंग मध्य रहिछि। से कहिछन्ति भारत वर्तमान केवल प्रतिरक्षा करुनाही बरं संपूर्ण भाव में आतंकवाद को उच्छेद और मूलोत्पाटन करने को आगे आसीछि। आमे सेनार साहस को नमन करुछु, आमे सेना सहित अछु। सफलता नहीं सेना को शुभेच्छा जणाइले नवीन पट्टनायक। पहलगाम हमलार जवाब स्वरूप भारतर ऑपरेशन सिंदूर को नहीं विरोधी दलर नेता नवीन पट्टनायक कहिछन्ति मु जानिबाकु पाइली जे भारतीय सशस्त्र बाहिनी को आतंकवादी विरोध अभियान सफल होइछि। मु सेमानंकु हृदयरु अभिनंदन जणाउछि। सेहीपरि सेनार शौर्य और साहस को सलाम करिछन्ति केंद्र मंत्री धर्मेंद्र प्रधान। सूचनायोग्य गत विलंबित राति में पाकिस्तान और पीओकर 9टी आतंकी ठिकाना उपरे आक्रमण होइतिला। ड्रोन आसी बोमारे उड़ाई देले सारा राति भयर कटिला कहला स्थानीय पाकिस्तानी युवक। भारत पक्षर विलंबित राति में पाकिस्तान और पीओकर 9 गोटी स्थान रही ऑपरेशन सिंदूर को नहीं जड़े स्थानीय प्रत्यक्षदर्शी प्रतिक्रिया रखिछन्ति। से कहिछन्ति 4टी ड्रोन आसीथिला मस्जिद सह सेठारे ऑफिस को बोमारे उड़ाई देला। ड्यूटी करथिबा जने कर्मचारी मृत्यु होइछि। सेही भली अन्य जने कहउछन्ति हमला बेले लोके खोला स्थान को पलाइबाकु लागिले सारा राति भयर कटिला। 26/11 आतंकी हमलार षड़यंत्रकारी को मृत घोषणा करथिला पाकिस्तान परे मिलिथिला जीवित कहले सरकार। पाकिस्तान और आतंकवादी आश्रय स्थल एवं सेमाने सेठारे सुरक्षा पाउथिबा वैदेशिक सचिव विक्रम मिश्री कहिछन्ति। से आउरी मध्य कहिछन्ति जे अंतर्जातीय चाप परे पाकिस्तान 26/11 आतंकवादी हमलार षड़यंत्रकारी साजिद मीर को मृत घोषणा करथिला किंतु परे से जीवित थिबा जणा पड़थिला। यह तांको कार्यकलापर एक ज्वलंत उदाहरण। ऑपरेशन सिंदूर परे भारत पक्षर आयोजित प्रेस मीट रे से यही सूचना दैछन्ति। आतंकवादी शिविर में तालीम पाइथिले पहलगाम आतंकी हमलार आतंकवादी। ऑपरेशन सिंदूर अधीन में पाकिस्तान और पीओके ध्वंस करा जायथिबा 9टी आतंकवादी आड्डा मध्यरु गोटिए मुजाफराबाद सहीवाल नाला शिविर में पहलगाम आतंकी हमलार आतंकवादी मानकु तालीम दिया जायतिला बोली सेना पक्षरु कहा जायछि। सेना अनुसार यही शिविरटी एलओसी 30 किलोमीटर दूर थिबा बेले यह लश्कर ए तोयबार एक तालीम केन्द्र थिला। सूचना थाउ कि अधराति भारत पक्षरु 9टी आतंकी अड्डा उपरे आक्रमण करा जायछि। पाकिस्तान गुलीमाड़ 10 नागरिक मृत्यु 41 जन आहत। मंगलवार बुधवार राति में जम्मू काश्मीर एलओसी रे पाकिस्तान सेनार गुलीमाड़ 10 जन नागरिक प्राण हराइथिबा बेले सेमानक तालिका प्रकाश पाइछि। रिपोर्ट अनुसार गुलीमाड़ 41 जन आहत होइछन्ति। सूचना थाउ कि पहलगाम आतंकी हमलार जवाब देबाकु जाई भारत ऑपरेशन सिंदूर अधीन में पाकिस्तान और पीओकेर 9टी आतंकवादी शिविर उपरे आक्रमण करिछि। एथिरे 80 रु अधिक आतंकवादी निहत होइतिबा सूचना मिलिछि। सिंदूर पर मे 10 पर्यंत 11टी शहर को विमान बातिल कला इंडिगो। पाकिस्तान विरोध में भारत ऑपरेशन सिंदूर पर इंडिगो बुधवार कही यह मे 10 तारिख सकाळ 5:29 सुधा 11टी शहर को विमान उड़ान बातिल करने को प्रक्रिया आरंभ करिछि। एही शहर गुड़िक हला श्रीनगर, जम्मू, अमृतसर, लेह, चंडीगढ़, धर्मशाला, बीकानेर, जोधपुर, ग्वालियर, किशनगढ़ और राजकोट। सेहीपरि एयरपोर्ट को जिबा पूर्व ग्राहक माने सेमानकर विमानर स्थिति जांच करने को एयरलाइंस परामर्श दैछि। आसंता काली सर्वदलीय बैठक डाकिछन्ति सरकार।
ଅପରେସନ ସିନ୍ଦୁର ଉପରେ ହେବ ଆଲୋଚନା। ଜମ୍ମୁ କାଶ୍ମୀର ପହଲଗାମ ଆତଙ୍କୀ ହମଲାର ଜବାବରେ ଅପରେସନ ସିନ୍ଦୁର ପରେ କେନ୍ଦ୍ର ସରକାର ସମସ୍ତ ରାଜନୈତିକ ଦଳକୁ ଆଜି ଏକ ବୈଠକ ଡାକିଛନ୍ତି। ଏହି ବୈଠକରେ ଆଜି ଗୁରୁବାର ସକାଳ 11ଟାରେ ସଂସଦ ଭବନ ପରିସରର ଲାଇବ୍ରେରୀ ବିଲ୍ଡିଂରେ ଆଲୋଚନା ହେବ ବୋଲି ସୂଚନା ମିଳିଛି। ବୈଠକରେ ଏହି ଅପରେସନ ସମ୍ପର୍କରେ ସବୁ ବିରୋଧୀ ଦଳ ନେତାଙ୍କୁ ସବିଶେଷ ବିବରଣୀ ଦିଆଯିବା ସହ ଆଗାମୀ ରଣନୀତି ବାବଦରେ ଅବଗତ କରାଯିବ ବୋଲି କୁହାଯାଇଛି। ଛତିଶଗଡ଼ରେ ସୁରକ୍ଷା କର୍ମୀଙ୍କ ଗୁଳିରେ 22 ଜଣ ନକ୍ସଲ ନିହତ। ଛତିଶଗଡ଼ ଏବଂ ତେଲେଙ୍ଗାନା ସୀମାବର୍ତ୍ତୀ କାରେଗଟା ଜଙ୍ଗଲରେ ସୁରକ୍ଷା କର୍ମୀ ଗୁଳିରେ 22 ଜଣ ନକ୍ସଲ ନିହତ ହୋଇଛନ୍ତି। ବସ୍ତର ଏବଂ ସିଆରପିଏଫ୍ ଆଇଜିଙ୍କ ତତ୍ତ୍ୱାବଧାନରେ ଗତକାଲି ରାତିରୁ ଜଙ୍ଗଲରେ ଏହି ଅପରେସନ ଜାରି ରହିଥିଲା। ଏଥିସହ ଘଟଣାସ୍ଥଳରେ ବିପୁଳ ପରିମାଣର ଗୋଳା ବାରୁଦ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ଗତ କିଛି ଦିନ ମଧ୍ୟରେ ଏହି ଜଙ୍ଗଲରୁ 250 ଗୋଟି ଲ୍ୟାଣ୍ଡମାଇନ୍ ଉଦ୍ଧାର ହେବା ସହ ମାଓ ଦମନରେ ନିର୍ଣ୍ଣାୟକ ମୋଡରେ ପହଞ୍ଚିଥିବା କୁହାଯାଇଛି। କିପରି ହୁଏ ସେନା ଅପରେସନର ନାମକରଣ? ସେନାବାହିନୀର ଯେକୌଣସି କାର୍ଯ୍ୟାନୁଷ୍ଠାନ ପୂର୍ବରୁ ସରକାର ଏକ ରଣନୀତି ପ୍ରସ୍ତୁତ କରନ୍ତି। ମିଶନର ଗୁରୁତ୍ୱକୁ ଲକ୍ଷ୍ୟ କରି ଏହାକୁ ନାମକରଣ କରନ୍ତି। ସେହିପରି ନାମକରଣ ପଛରେ ଗୋପନୀୟତା ଓ ପ୍ରେରଣା କିମ୍ବା କେତେକ ସମୟରେ ମନସ୍ତାତ୍ତ୍ୱିକ ମାନସିକତା ସାଇକୋଲୋଜିକାଲ ମାଇଣ୍ଡସେଟ୍ ଲୁଚି ରହିଥାଏ। ତେବେ କୋଡ୍ ଆଧାରିତ ନାମ ଓ ପ୍ରତୀକାତ୍ମକ ନାମକରଣ ଓ କ୍ଷେତ୍ର ସହିତ ଲିଙ୍କ କରି ଅପରେସନର ନାମକରଣ କରାଯାଏ ଏବଂ କେତେକ ସମୟରେ ରାଣ୍ଡମ ଭାବରେ ନାମ ଦିଆଯାଇଥାଏ। ସିନ୍ଦୁର ପରେ ପାକିସ୍ତାନ ସେନାର ଗୁଳିମାଡ଼, ଜମ୍ମୁ କାଶ୍ମୀରରେ 15 ଜଣ ଭାରତୀୟଙ୍କର ମୃତ୍ୟୁ। ଭାରତ ପକ୍ଷରୁ ଅପରେସନ ସିନ୍ଦୁର ଲଞ୍ଚ ପରେ ସୀମାରେ ପ୍ରବଳ ଗୁଳିମାଡ଼ କରିଛି ପାକିସ୍ତାନ। ମଙ୍ଗଳବାର ବିଳମ୍ବିତ ରାତ୍ରିରେ ଏଲଓସି ଓ ଅନ୍ତର୍ଜାତୀୟ ସୀମାରେ ପାକିସ୍ତାନ ପକ୍ଷରୁ ହୋଇଥିବା ଗୁଳିମାଡ଼ରେ 15 ଜଣ ଭାରତୀୟ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ ଭାରତୀୟ ସେନା କହିଛି ଏହିପରି ଗୁଳିମାଡ଼ରେ 43 ଜଣ ଭାରତୀୟ ମଧ୍ୟ ଆହତ ହୋଇଛନ୍ତି। ଉଲ୍ଲେଖଯୋଗ୍ୟ, ପହଲଗାମ ହମଲାର ବଦଲା ନେବାକୁ ଯାଇ ଅପରେସନ ସିନ୍ଦୁର ଦିନରେ ପାକ୍ ଆତଙ୍କବାଦୀଙ୍କ ଠିକଣା ଉପରେ ଆକ୍ରମଣ କରିଥିଲା ଭାରତ। ଅପରେସନ ସିନ୍ଦୁରକୁ କେଉଁ ଢଙ୍ଗରେ ପ୍ରସାରଣ କଲେ ବିଦେଶୀ ଗଣମାଧ୍ୟମ? ଭାରତ ପକ୍ଷରୁ ପାକିସ୍ତାନ ଓ ପିଓକେର 9ଟି ଆତଙ୍କୀ ଆଡ୍ଡା ଉପରେ ହୋଇଥିବା ଅପରେସନ ସିନ୍ଦୁର ବିଭିନ୍ନ ଆନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି। ନ୍ୟୁୟର୍କ ଟାଇମ୍ସ ଭାରତ ପାକିସ୍ତାନ ଉପରେ ଆକ୍ରମଣ କଲା ଏବଂ ହେଡଲାଇନ୍ ସହ ପ୍ରକାଶ କରିଛି। ସେହିପରି CNN ଆତଙ୍କବାଦୀ ଠିକଣାର ଉଲ୍ଲେଖ କରିଛି। କାଶ୍ମୀରରେ ହୋଇଥିବା ନରସଂହାରକୁ ଦୃଷ୍ଟିରେ ରଖି ଭାରତ ପାକିସ୍ତାନ ଉପରେ ଆକ୍ରମଣ କରିଛି। BBC ଲେଖିଛି, ଭାରତ ଓ ପାକିସ୍ତାନ ମଧ୍ୟରେ ବୃଦ୍ଧି ପାଇଛି ଉତ୍ତେଜନା। ଭାରତୀୟ ଯବାନଙ୍କୁ ବାଲୁକା କଳାରେ ଅପରେସନ ସିନ୍ଦୁରର ଅଭିନନ୍ଦନ ଜଣାଇଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ଆତଙ୍କୀ ଠିକଣାକୁ ଧ୍ୱସ୍ତ ବିଧ୍ୱସ୍ତ କରିଥିବା ଭାରତର ଅପରେସନ ସିନ୍ଦୁରକୁ ବାଲୁକା କଳା ମାଧ୍ୟମରେ ପୁରୀ ବେଳାଭୂମିରେ ପ୍ରଦର୍ଶନ କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ଭାରତୀୟ ଯବାନମାନେ ଯେଉଁ ପ୍ରକାର ଶୌର୍ଯ୍ୟ ଓ ସାହସ ଦେଖାଇଲେ ସେ ନେଇ ସେ ଅତ୍ୟନ୍ତ ସୁନ୍ଦର ଭାବରେ ବାଲୁକା କଳାରେ ଅଭିନନ୍ଦନ ଜଣାଇଛନ୍ତି। ଆଜି ସମଗ୍ର ବିଶ୍ୱ ଦେଖୁଛି ଭାରତ କିପରି ଆତଙ୍କବାଦ ବିରୁଦ୍ଧରେ ଲଢୁଛି ବୋଲି ଏହି ଅବସରରେ ସେ ମତ ରଖିଛନ୍ତି। କେଉଁ ଆତଙ୍କବାଦୀ ଶିବିରରେ ତାମିଲ ପାଇଥିଲା ପହଲଗାମ ଆତଙ୍କୀ ହମଲାର ଆତଙ୍କବାଦୀ? ଅପରେସନ ସିନ୍ଦୁର ଅଧୀନରେ ପାକିସ୍ତାନ ପିଓକେର ଧ୍ୱଂସ ପାଇଯାଇଥିବା 9ଟି ଆତଙ୍କବାଦୀ ଆଡ୍ଡା ମଧ୍ୟରୁ ଗୋଟିଏ ମୁଜଫରାବାଦର ସଇନାଲୱା ଶିବିରରେ ପହଲଗାମ ଆତଙ୍କୀ ହମଲାର ଆତଙ୍କବାଦୀମାନଙ୍କୁ ତାଲିମ ଦିଆଯାଇଥିବା ବୋଲି ସେନା ପକ୍ଷରୁ କୁହାଯାଇଛି। ସେନା ଅନୁଯାୟୀ ଏହି ଶିବିରଟି ଏଲଓସିରୁ 30 କିଲୋମିଟର ଦୂରରେ ଥିବା ବେଳେ ଏହା ଲସ୍କରେ ତୋଇବାର ଏକ ତାଲିମ କେନ୍ଦ୍ର ଥିଲା। ପାକିସ୍ତାନର ଗୁଳିମାଡ଼, 10 ଜଣ ନାଗରିକଙ୍କ ମୃତ୍ୟୁ, 41 ଜଣ ଆହତ। ମଙ୍ଗଳବାର ବୁଧବାର ରାତିରେ ଜମ୍ମୁ ଓ କାଶ୍ମୀରର ଏଲଓସିରେ ପାକିସ୍ତାନୀ ସେନାର ଗୁଳିମାଡ଼, 10 ଜଣ ନାଗରିକ ପ୍ରାଣ ହରାଇଥିବା ବେଳେ ସେମାନଙ୍କ ତାଲିକା ପ୍ରକାଶ ପାଇଛି। ରିପୋର୍ଟ ଅନୁସାରେ ଗୁଳିମାଡ଼ରେ 41 ଜଣ ଆହତ ହୋଇଛନ୍ତି। ସୂଚନା ଥାଉ କି ପହଲଗାମ ଆତଙ୍କୀ ହମଲାର ଜବାବ ଦେବାକୁ ଯାଇ ଭାରତ ଅପରେସନ ସିନ୍ଦୁର ଅଧୀନରେ ପାକିସ୍ତାନ ଓ ପିଓକେର 9ଟି ଆତଙ୍କବାଦୀ ଶିବିରକୁ ଆକ୍ରମଣ କରିଛି। ଏଠାରେ 80ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳୁଛି। ଠିକ୍ ରେଳ ବଗି ପରି ହୋଇଗଲାଣି ଦେଶର ସଂରକ୍ଷଣ ବ୍ୟବସ୍ଥା, କହିଲେ ସୁପ୍ରିମକୋର୍ଟ ବିଚାରପତି। ମହାରାଷ୍ଟ୍ର ନିର୍ବାଚନରେ ସଂରକ୍ଷଣ ସମ୍ପର୍କିତ ଏକ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ କହିଛନ୍ତି ଯେ ଦେଶରେ ସଂରକ୍ଷଣ ଏକ ରେଳ ଡବା ପରି ହୋଇଗଲାଣି। ଯେଉଁମାନେ ଡବାରେ ଚଢ଼ିଗଲେ ସେମାନେ ଚାହୁଁନାହାନ୍ତି ଯେ ଅନ୍ୟ କେହି ସେହି ଭିତରେ ପ୍ରବେଶ କରୁ। ଅଭିଯୋଗକାରୀଙ୍କ ମାମଲା ଦାୟର କରିଥିବା ସେ ବାନ୍ଟିଆ ଆୟୋଗ ବିନା ଯାଞ୍ଚରେ ଓବିସିଙ୍କୁ ସଂରକ୍ଷଣ ପ୍ରଦାନ କରିଛି। ମାମଲାରେ କୋର୍ଟ ମହାରାଷ୍ଟ୍ର ସରକାରଙ୍କ ଆଇନଜୀବୀଙ୍କୁ ତଲବ କରିଛନ୍ତି।
ପାକିସ୍ତାନ ଜିନ୍ଦାବାଦ, ଜୟ ହିନ୍ଦ। ଅପରେସନ ସିନ୍ଦୁରକୁ ନେଇ ଏଭଳି କହିଲେ ସୀମା ହାଇଦର। ଭାରତରେ ଅବୈଧ ଭାବରେ ରହୁଥିବା ପାକିସ୍ତାନୀ ନାଗରିକ ସୀମା ହାଇଦର ପାକିସ୍ତାନ ବିରୁଦ୍ଧରେ ଭାରତର ଅପରେସନ ସିନ୍ଦୁରକୁ ନେଇ ଖୁସି ଜାହିର କରିଛନ୍ତି। ଇନଷ୍ଟାଗ୍ରାମରେ ଭିଡିଓ ସେୟାର କରି ସୀମା କହିଛନ୍ତି, ହିନ୍ଦୁସ୍ତାନ ଜିନ୍ଦାବାଦ, ଜୟ ହିନ୍ଦ ଏବଂ ଜୟ ଭାରତ। ସେହିଭଳି ଅନ୍ୟ ଏକ ପୋଷ୍ଟରେ ସେ ଜୟ ହିନ୍ଦ ଅପରେସନ ସିନ୍ଦୁର ଇଣ୍ଡିଆନ ଆର୍ମି ଲେଖିଛନ୍ତି। ସୂଚନା ମୁତାବକ ଭାରତ ମଙ୍ଗଳବାର ମଧ୍ୟରାତ୍ରିରେ ପାକିସ୍ତାନ ଏବଂ ପିଓକେରେ 9ଟି ଆଡ୍ଡା ଉପରେ ଆକ୍ରମଣ କରିଥିଲା। ଉର୍ଜିତ ପଟେଲ ଧୁଆଁଧାର ଆଇପିଏଲ୍ ଡେବ୍ୟୁ 281.82 ଷ୍ଟ୍ରାଇକ୍ ରେଟ୍ ସହ 28 ବଲରେ ହାସଲ କଲେ ଶତକ। ସିଏସ୍କେର 26 ବର୍ଷୀୟ ବ୍ୟାଟ୍ସମ୍ୟାନ୍ ଉର୍ଜିତ ପଟେଲ ବୁଧବାର ନିଜ ଆଇପିଏଲ୍ ଡେବ୍ୟୁ ମ୍ୟାଚ୍ରେ 281.82 ଷ୍ଟ୍ରାଇକ୍ ରେଟ୍ ସହ 11ଟି ବଲ୍ ଖେଳି 31 ରନ୍ ସଂଗ୍ରହ କରିଛନ୍ତି। କେକେଆର୍ ବିପକ୍ଷ ଇନିଂସରେ 4ଟି ଛକା ଓ ଗୋଟିଏ ଚୌକା ସହ ଏହି ସଫଳତା ହାସଲ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଉର୍ଜିତ ପଟେଲ ଟି20 କ୍ରିକେଟରେ 28 ବଲରେ ଦ୍ରୁତତମ ଶତକ ହାସଲ କରିଥିବା ଭାରତୀୟ ଖେଳାଳିଙ୍କ ମଧ୍ୟରେ ସଂଯୁକ୍ତ ଭାବେ ଶୀର୍ଷରେ ଅଛନ୍ତି। ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କ ଗୁଳିରେ 22 ଜଣ ନକ୍ସଲ ନିହତ। ଛତିଶଗଡ଼ ଓ ତେଲେଙ୍ଗାନା ସୀମାବର୍ତ୍ତୀ କାରଗେଟା ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଗୁଳିରେ 22 ଜଣ ନକ୍ସଲ ନିହତ ହୋଇଛନ୍ତି। ବସ୍ତର ଏବଂ ସିଆର୍ପିଏଫ୍ ଆଇଜିଙ୍କ ତତ୍ତ୍ୱାବଧାନରେ ଗତକାଲି ରାତିରୁ ଜଙ୍ଗଲରେ ଏହି ଅପରେସନ ଜାରି ରହିଥିଲା। ଏଥିସହ ଘଟଣାସ୍ଥଳରେ ବିପୁଳ ପରିମାଣର ଗୋଳାବାରୁଦ, ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ଗତ କିଛି ଦିନ ମଧ୍ୟରେ ଏହି ଜଙ୍ଗଲକୁ 250 ଗୋଟି ଲ୍ୟାଣ୍ଡମାଇନ୍ ଉଦ୍ଧାର ହେବା ସହ ମାଓ ଦମନରେ ନିର୍ଣ୍ଣାୟକ ମୋଡରେ ପହଞ୍ଚିଥିବା କୁହାଯାଉଛି। ଅନଲାଇନରେ ଲିକ୍ ହେଲା 1900 କୋଟିରୁ ଅଧିକ ପାସୱାର୍ଡ। ସାଇବର ନ୍ୟୁଜର ଏକ ରିପୋର୍ଟ ଅନୁଯାୟୀ 24 ଏପ୍ରିଲ ପରଠାରୁ 200ରୁ ଅଧିକ ଡାଟା ବ୍ରିଚ୍ ହୋଇଛି, ଯେଉଁଥିରେ ଇଣ୍ଟରନେଟରେ 1900 କୋଟିରୁ ଅଧିକ ପାସୱାର୍ଡ ଲିକ୍ ହୋଇଛି। ରିପୋର୍ଟରେ କୁହାଯାଇଛି ଯେ ଲିକ୍ ହୋଇଥିବା ପାସୱାର୍ଡ ମଧ୍ୟରୁ 6% ପାସୱାର୍ଡ ଅନନ୍ୟ ଥିଲା। ତେବେ ପାସୱାର୍ଡ ପ୍ରାୟ 27% ଲୋକ କେବଳ ଛୋଟ ଅକ୍ଷର ସଂଖ୍ୟା ସହିତ ପାସୱାର୍ଡ ଦିଅନ୍ତି ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି। 2022ରେ 1% ଲୋକ ସଠିକ ଭାବରେ ପାସୱାର୍ଡ ଦେଇପାରୁଥିବା ବେଳେ ଏବଂ 19% ଲୋକ ଏହା କରିପାରୁଛନ୍ତି। ଆଜିର ସତ୍ୟପାଠର ବଡ଼ ଖବରକୁ ଏଇଠି ରଖିବା। ଧନ୍ୟବାଦ, ଥ୍ୟାଙ୍କ ୟୁ ଏବଂ ନମସ୍କାର। ଯଦି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଲା ଗୋଟେ ଲାଇକ୍ ନିଶ୍ଚୟ ଦେବେ। ଆପଣଙ୍କର ଗୋଟେ ଲାଇକ୍ ଆମ ପାଇଁ ପ୍ରେରଣା।